ଜୟ ଜଗନ୍ନାଥ ସାଙ୍ଗମାନେ ସ୍ୱାଧୀନତା ଦିବସରେ ମୋହନ ଚରଣ ମାଝୀ ବହୁତ ବଡ଼ ଉପହାର ଦେଇଛନ୍ତି। ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଅଗଷ୍ଟ 15 ଦିନରେ ବହୁତ ବଡ଼ ଘୋଷଣା କରିଛନ୍ତି, ଯେଉଁଥିପାଇଁ ଆଶାୟୀମାନଙ୍କୁ ଖୁସିର ଉପହାର ଦେଇଛନ୍ତି। ତ ଆଗକୁ ଆସିବ 20 ଲକ୍ଷ ନିଯୁକ୍ତି, ସେଥିପାଇଁ ଯେତେ ବି ଓଡ଼ିଶାରେ ବେକାରୀ ରହିବ ନାହିଁ। ତ ପରୀକ୍ଷା କ୍ଷେତ୍ରରେ ବି କୌଣସି ତ୍ରୁଟି ହେଲେ କଠୋର ଦଣ୍ଡ ମିଳିବ। ଗୋଟେ ବର୍ଷ ଯଦି ଚାକିରି ନ ବାହାରିଲେ ବହୁତ ଚାପ ପଡ଼ୁଥିଲା, ଆଶାୟୀମାନଙ୍କ ପାଇଁ ଏଥର କୌଣସି ଚାପ ପଡ଼ିବ ନାହିଁ। ବର୍ଷକୁ ବର୍ଷ ଚାକିରି ସୁଯୋଗ ପାଇବେ। ଓଡ଼ିଶାରେ କୌଣସି ପିଲା ଦାଦନ ଖଟିବାକୁ ଯିବ ନାହିଁ। ତ ଓଡ଼ିଶାରେ ଏମିତି ବେକାରୀ ରହିବ ନାହିଁ। ବେକାରୀ ସମସ୍ୟାରୁ ଦୂର ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ କହିଛନ୍ତି। ଓଡ଼ିଶା ପୋଲିସ, OAS, PO, ସ୍କୁଲ ଟିଚର, ଏମିତି ଆଗାମୀ ଇଲେକ୍ସନ ପୂର୍ବରୁ ସବୁ ଚାକିରି ପୂରଣ ହେବ। ତ ଆଉ ଗୋଟେ କଥା ମୋହନ ମାଝୀ କହିଛନ୍ତି, ଦୁର୍ନୀତି ମୁକ୍ତ ହେବ। ପରୀକ୍ଷାରେ କୌଣସି ଜଞ୍ଜାଟ ରହିବ ନାହିଁ। ସମସ୍ତେ ପିଲା ଚାକିରି ପାଇବେ।